ଓମ୍ ଶ୍ରୀ ସାଇରାମ। ସ୍ନିଗ୍ଧ ସକାଳର ଯିଏ ସଜଳତା, ମୁଖରିତ ପକ୍ଷୀ କଣ୍ଠ ଯାହାର ବ୍ୟାକରଣ, ପ୍ରବହମାନ ନଦୀ ଯାହାର ସଙ୍ଗୀତର ମୂର୍ଚ୍ଛନା, ଜଳ ସ୍ଥଳ ଆକାଶ ଯାହାର ଅନନ୍ତ ଚେତନା, ସେହି କରୁଣାମୟ, ପ୍ରେମମୟ, ସର୍ବଶକ୍ତିମାନ, ଆନନ୍ଦମୟ, ଅନନ୍ତ ମହାବାହୁ ଭଗବାନ ଶ୍ରୀ ସତ୍ୟ ସାଇ ବାବାଙ୍କ ଅନନ୍ତ ପାଦ ପଦ୍ମରେ ମୋର କୋଟି କୋଟି ଦଣ୍ଡବତ ଜଣାଉଛି। ଏଠାରେ ଉପସ୍ଥିତ ଥିବା ସମସ୍ତ ଭଗବତ ସତ୍ତା, ସମସ୍ତ ସାଇ ଆଶ୍ରିତ ମାନଙ୍କୁ ମୋର ଭକ୍ତିପୂତ ସାଇରାମ ଜ୍ଞାପନ କରୁଛି। ଆଜିର ଏହି ପବିତ୍ର ପ୍ରାତଃସ୍ମରଣ କାର୍ଯ୍ୟକ୍ରମକୁ ଆପଣ ସଭିଙ୍କୁ ସପ୍ରେମ ସାଇରାମ ଜଣାଇ ସ୍ୱାଗତ ଜଣାଉଛି। ଆଜିର ଏହି ଦିବ୍ୟ ମାଙ୍ଗଳିକ ମୁହୂର୍ତ୍ତକୁ ଅଧିକ ମହନୀୟ କରିବା ନିମନ୍ତେ ଆମ ଗହଣରେ ଉପସ୍ଥିତ ଅଛନ୍ତି ପ୍ରିୟ ପ୍ରଭୁଙ୍କ ଦ୍ୱାରା ଚୟନିତ ବକ୍ତା ତଥା ଆମର ବରିଷ୍ଠ ଆଲୋଚକ ଶ୍ରୀ ସତ୍ୟ ସାଇ ସେବା ସଂଗଠନ ଓଡ଼ିଶାର ସମିତି ଦର୍ଶନ ନିର୍ବାହକ ସମ୍ମାନନୀୟ ପୂଜ୍ୟ ଡକ୍ଟର ଅଶୋକ କୁମାର ହୋତା ଭାଇ, ପରମ ପ୍ରିୟ ପ୍ରଭୁଙ୍କ ଦିବ୍ୟ ସମ୍ଭାଷଣର ସପ୍ତମ ଭାଗ 16ତମ ପାଖୁଡ଼ାକୁ ଆଲୋଚନା କରିବା ନିମନ୍ତେ ପୂଜ୍ୟ ଭାଇଙ୍କୁ ସଭକ୍ତି ଆମନ୍ତ୍ରଣ ଜଣାଉଛି। ଓମ୍ ଶ୍ରୀ ସାଇରାମ। ओम श्री साईराम। परम प्रेममय भगवान बाबा आज यही पवित्र प्रातस्मरण कार्यक्रम भगवान पादपद्म एकाठी होइथिबा समस्त भाई और भौणी माने समस्त को हृदय भरा साईराम। 1967 मसीहा एप्रिल मास 3 तारिख पुणे ठारे आंध्र एसोसिएशन एक कार्यक्रम रे भगवान देइथिबा दिव्य संभाषण जार नामकरण करा जायछि पथप्रांत रमणी से विषय रे आज आम माने बुझिबा पई चेष्टा करी। एही नामकरण को देखिले आम माने तीनोटी कथा लक्ष्य करिबा। गोटे होछि जे आमे गोटे पथर प्रांत रे टिके अपेक्षा करिछे, अर्थात आमे गोटे पथरे पथचारी भाव में आगे चलीछि। तेबे से पथ निश्चित रूपे आमको कौन से एक लक्ष्य स्थल को नबा पाई आमे माने से रास्ता रे आगे सो गोटे लक्ष्य अछि एवं से लक्ष्य रे पहुंचीबा पाई गोटे रास्ता रे बा पथ रे आमे आगे छे। तृतीय होछि वर्तमान आमे टिके अपेक्षा करिछि, आमे टिके रहिछे, टिके आराम करूछे, टिके विश्राम नेइछे। कोन पाई? टिके मनन करिबा पाई जे मो लक्ष्य स्थल रे पहुंचीबा पाई केते बेग्र अछि, केते शीघ्र पहुंची परिबे, ये पथ ठीक अछि तो नहीं, पथरे मते आउ किछि परिवर्तन करिवार अछि। मो संगे रहितिबा पथचारी माने मोते लक्ष्य पथरे पहुंचीबारे साहाय्य करूछन तो ये सब किछि के मनन करिवा पाई स्वामी एथिरे अनेक खोराक हमकु जोगैछंती, जाको हम माने बुझिबा पाई चेष्टा करिबा। मने पड़े भगवान बाबा जेतेबेले रानी मां को सहित कथा होथिले, रानी मां को कहूथिले जे ये साधना जहाँ तुम जीवन में करुछ ये हूँ 10%, 90% हूँ तुम सेल्फ ऑडिट आत्म मनन करवा जे ये साधना को मु ठीक भाव में बुझी केते दूर आगो को नहीं पारि। भगवान बाबा गोटे छोटिया उदाहरण देइछंती जे जेतेबेले राम रावण युद्ध भितर लक्ष्मण लक्ष्य करुछंती जणे असुर माता कोଳରେ ଥିବା ସରବିଦ୍ଧ ସନ୍ତାନକୁ ଫୋପାଡ଼ି ଦେଇକିରି ନିଜ ପ୍ରାଣ ରକ୍ଷା କରିବା ପାଇଁ ଦୌଡୁଛନ୍ତି। ସେତେବେଳେ କୌତୂହଳ ବଶତଃ ଲକ୍ଷ୍ମଣ ଯାଇକି ମାଙ୍କୁ ପଚାରୁଛନ୍ତି, ମା ଏତେ ବୀର ବୀର ଯୋଦ୍ଧା ମାନେ ମୃତ୍ୟୁବରଣ କରୁଛନ୍ତି, ଆପଣଙ୍କ ମୃତ୍ୟୁକୁ ଏତେ ଭୟ କାହିଁକି? ସେତେବେଳେ ମାତା କହୁଛନ୍ତି, ମୋର ମୃତ୍ୟୁକୁ ଭୟ ନାହିଁ, ମୁଁ ଜାଣିଛି ମୁଁ ଏ ଶରୀର ନୁହଁ, କିନ୍ତୁ ଏଇ ଯୋଉ ଦିବ୍ୟ ଜନ୍ମ ମୁଁ ପାଇଛି ନା, ଏ ଜନ୍ମରେ मते प्रभु को पाद पद्म मिशिबार अछि। तेणु जदि मो रामंकर प्रभु रामंकर युद्ध बंदी हो जाए ताहले मो प्रभुंकर रामंकर पाद को चाहि चाहि मोर जीवन मुक्त हो जिवो। सेथिबाई ये शरीर को रक्षा करने को मु इच्छा करुछि। तेबे छुआटी को फोपाड़ी देके दौड़लो कहीं? सेतेबेले मां कहउचंती, काते कांता कस्ते पुत्र, समस्ते निज निजर कर्म नहीं आसुचंती, निज निजर कर्म नहीं। स्वामी ये घटना पर आमर दृष्टि आकर्षण करुछंती। या हुए तो एक
ରାକ୍ଷସ ମନୋବୃତ୍ତିର ଚିନ୍ତାଧାରା ହେଇପାରେ, କିନ୍ତୁ ଭଗବାନ ଆମଠୁ ଯାହା ଆଶା କରୁଛନ୍ତି ଯେ କେବଳ ଆତ୍ମନମୋକ୍ଷାର୍ଥମ ନୁହେଁ। ଯେମିତି ରାମକୃଷ୍ଣ ସ୍ୱାମୀ ବିବେକାନନ୍ଦକୁ କହିଲେ, ଆରେ ମୁଁ ଚାହୁଁଛି ତୁ ଗୋଟେ ବିଶାଳ ବରଗଛ ହବୁ, ଯୋଉ ଗଛ ମୂଳେ ଅନେକ ଲୋକମାନେ ଆଶ୍ରୟ ଗ୍ରହଣ କରିବେ। ତୁ କଣ ନିଜ କଥା କେବଳ ଚିନ୍ତା କରୁଛୁ? ତେଣୁ ସ୍ୱାମୀ କହୁଛନ୍ତି ଜଗତ ହିତାୟଚ ମଧ୍ୟ ତମ ଜୀବନର ଲକ୍ଷ୍ୟ ହବା ଦରକାର। ଏବଂ ସେଇଥିପାଇଁ ଆମର ଯେ କେତେ ଭୂମିକା ରହିଛି ସେ ବିଷୟରେ ଭଗବାନ ଆମକୁ ସଚେତନ କରାଉଛନ୍ତି। ଭଗବାନ କହୁଛନ୍ତି ତମ କୋଳରେ ଯୋଉ ଶିଶୁ ଦିଆଯାଇଛି, ବା ତମ ପରିବେଶରେ ଯୋଉ ଶିଶୁ ଦିଆଯାଇଛି, ବା ତମ ବାଳି ବିକାଶରେ ଯୋଉ ଶିଶୁ ଦିଆଯାଇଛି, ସେ ପ୍ରତ୍ୟେକଟି ଶିଶୁ ହଉଛନ୍ତି ଜଣେ ଜଣେ ମହାରାଜା। ଏବଂ ଏଇ ମହାରାଜା ମାନଙ୍କର ଦେହରକ୍ଷୀ ଭାବରେ ତମକୁ ଦାୟିତ୍ୱ ଦିଆଯାଇଛି। ତେଣୁ ପିତାମାତା ମାନେ, ଗୁରୁ ଗୁରୁଜନ ମାନେ ଇଏ ମହାରାଜାଙ୍କର ଦେହରକ୍ଷୀ। ଏବଂ ଦେହରକ୍ଷୀ ଯଦି ତା କର୍ତ୍ତବ୍ୟରେ ସାମାନ୍ୟ ମାତ୍ର ହେଳା କରେ, ସଜାଗ ଏବଂ ସତର୍କ ନ ରୁହେ, ତେବେ ଘୋର ବିପଦ ଆସିଯିବ। ତ ସେ ଦୃଷ୍ଟିରୁ ଆମମାନଙ୍କ ଭୂମିକା ବା ବୟସ୍କ ମାନଙ୍କର ଭୂମିକା କେତେ, ତାହା ଆମେ ଲକ୍ଷ୍ୟ କରିବା ଦରକାର। ତ ଆମେ କହୁଛନ୍ତି ପିଲାମାନେ ବୟସ୍କ ମାନଙ୍କର ତତ୍ତ୍ୱାବଧାନରେ ଅଛନ୍ତି, ପ୍ରତିଟି କଥାରେ ତାଙ୍କ ଆଡକୁ ଚାହିଁଛନ୍ତି। ପିଲାମାନଙ୍କ ଦୃଷ୍ଟିରେ ବୟସ୍କ ମାନେ ହଉଛନ୍ତି ହିରୋ। ତେଣୁ ବୟସ୍କ ମାନେ କି ପ୍ରକାରର ନିଦର୍ଶନ ହେବେ ଦରକାର, କି ପ୍ରକାରର ଉଦାହରଣ ହବା ଦରକାର, ସେଥିପ୍ରତି ସ୍ୱାମୀ ଆମକୁ ସଚେତନ କରୁଛନ୍ତି। ସ୍ୱାମୀ କହୁଛନ୍ତି ବୟସ୍କ ମାନେ ଜପ ଧ୍ୟାନ ପରି ଶୃଙ୍ଖଳା ମାନିବା ଦରକାର। ତିନୋଟି କଥା ତା ପର ଲାଇନରେ କୁହାଯାଇଛି। ଦୁଃଖ ସମୟରେ ସାହସ ସଞ୍ଚୟ କରିବା ଦରକାର, ଭଲ ମନ୍ଦ ଉଭୟକୁ ସମାନ ଭାବରେ ଗ୍ରହଣ କରିବା ଦରକାର, ଏବଂ କୋଉ ଭାବରେ ଭଗବାନଙ୍କର ଉପହାର ଭାବରେ ଭଲ ମନ୍ଦ ଦୁଃଖ ସୁଖ ସବୁକୁ ଭଗବାନଙ୍କର ଉପହାର ଭାବରେ ଏକା ଭାବରେ ଗ୍ରହଣ କରିବା ଦରକାର। ଆଉ ଦୁଇଟି କ୍ୱାଲିଟି ରହିବା ଦରକାର, ଗୋଟିଏ ଆଗ୍ରହ, ଅନେକ କିଛି କରିବାର ତାଙ୍କ ଭିତରେ ଆଗ୍ରହ ରହିବା ଦରକାର, ଏବଂ ସନ୍ତୋଷ, ଯାହା ବି ଲାଭ କରିଛନ୍ତି ସେଥିରେ ସନ୍ତୋଷ ରହିବା ଦରକାର। ଯଦି ଏ ତିନୋଟି ଗୁଣ ଯାହା ଆମେ ତିନୋଟି ବୁଲେଟ ପଏଣ୍ଟରେ ଦେଖୁଛେ ଯଦି ଗୁରୁଜନ ମାନଙ୍କ ପାଖରେ ରହେ, ତାହେଲେ ସେମାନଙ୍କ ଦାୟିତ୍ୱରେ ଥିବା ପିଲାମାନେ ସୁଖ ଶାନ୍ତିରେ ବଢିବେ। ସ୍ୱାମୀ କହୁଛନ୍ତି ପିତାମାତା ମାନେ ଆହୁରି ଭଲ ହୁଅନ୍ତୁ, ଉପଦେଶ ଅପେକ୍ଷା ଉଦାହରଣ ହୁଅନ୍ତୁ, ଏବଂ କେତୋଟି ଆକ୍ସନ ପଏଣ୍ଟ ମଧ୍ୟ ଦେଇଛନ୍ତି ଯେ ଘରର କାନ୍ଥ ଏସବୁ ଉତ୍ତମ ଚିତ୍ରରେ ପୂର୍ଣ୍ଣ ହଉ। ପିଲାମାନେ ଯୋଉ ଦୃଶ୍ୟ ଦେଖୁଛନ୍ତି, ସେ ମୋବାଇଲରେ ହେଇପାରେ, ସିନେମାରେ ହେଇପାରେ, ଟିଭିରେ ହେଇପାରେ, ତା ହିଂସା ଷଡ଼ଯନ୍ତ୍ର ଦୃଶ୍ୟ ଠାରୁ ଦୂରେଇକିରି ରହୁ। ତାହେଲେ କଣ ହବ ନା, ସେ ପିଲାମାନେ ଯେତେବେଳେ ବଢିବେ, ସେମାନେ ବିଚାରବନ୍ତ ହେବେ, ସୁସ୍ଥ ରହିବେ, ସୁଖୀ ହେବେ। ସେଭଳି ବ୍ୟକ୍ତି ସମାଜରେ ସୃଷ୍ଟି ହେଇପାରିବେ। କୋଉଭଳି ପିତାମାତା ମାନେ ପିଲାମାନଙ୍କର ଅଗ୍ରଗତି ପାଇଁ ଶତ୍ରୁ ସଦୃଶ, ନା ଯୋଉମାନେ ଏସବୁ କାର୍ଯ୍ୟ କରିବାକୁ ବାଧା ଦିଅନ୍ତି, ଧର୍ମ ପୁସ୍ତକ ପଠନ କରିବା ପାଇଁ, ପ୍ରାର୍ଥନା ସ୍ଥଳୀ ଦର୍ଶନ କରିବାକୁ ଯିବା ପାଇଁ, କିମ୍ବା ନୀରବରେ ବସିକିରି ଏଇ ଯୋଉ ବିଶାଳ ବିଶ୍ୱର ବିସ୍ମୟ ଅଛି ତାକୁ ଅନୁଭବ କରିବାକୁ ଚେଷ୍ଟା କରିବାରେ ଯୋଉମାନେ ବାଧା ଦିଅନ୍ତି, ସେମାନେ ଶତ୍ରୁ ଭଳି। ଆଉ ଯୋଉମାନେ ଗର୍ବରେ ପିଲାମାନଙ୍କ ସହିତ ମଦ୍ୟପାନ କରନ୍ତି, ଯେ ଆମେ ସମସ୍ତେ ମିଶିକିରି ମଦ୍ୟପାନ କରୁଛୁ, ଜୁଆ ଖେଳନ୍ତି, ସେଭଳି ପିତାମାତା ମାନେ ମଧ୍ୟ ଶତ୍ରୁ ସଦୃଶ। ପିଲାମାନଙ୍କୁ ସଫଳ ଜୀବନର ଯୋଉ ଅସ୍ତ୍ର ରହିଛି, ସେ ଅସ୍ତ୍ରରେ ସଜ୍ଜିତ ହେବା ଦରକାର ବୋଲି ସ୍ୱାମୀ କହୁଛନ୍ତି, ଯାହା ତାଙ୍କୁ ଜୀବନର ଦୁର୍ଦ୍ଦିନରେ ସାହାଯ୍ୟ କରିବ। କଣ ନା, ସୌଭାଗ୍ୟରେ ଉତ୍ଫୁଲ୍ଲିତ ନହେବା, ଦୁର୍ଦ୍ଦିନରେ ବିଷନ୍ନ ନହେବା, ହତାଶା ଭାବ ନ ଆଣିବା, ଏବଂ ଅସଂଖ୍ୟ କାମନା ପୋଷଣ ନ କରିବା, ସ୍ଥିର ବୁଦ୍ଧି ସମ୍ପନ୍ନ ହେଇ ଏ ଜୀବନରେ ଯାହା କିଛି ଆମେ ପାଇଛେ ତାକୁ ନେଇକି ଆନନ୍ଦରେ ବଞ୍ଚିବା। ଆଉ କଣ, ପୁଣି ଭଗବାନ କହୁଛନ୍ତି ପଦ୍ମ ଫୁଲ ପରି ଏ ସଂସାର ହ୍ରଦ ରୂପକ ଜଳରେ ଓଦା ନ ହେଇକିରି ବଞ୍ଚି ରହିବା ଶିଖିବା ଦରକାର। ଏବଂ ସେଥିପାଇଁ କେତେ ଗୁଡିଏ ଜିନିଷ ଅଭ୍ୟାସ କରିବା ଦରକାର। ରାମ କୃଷ୍ଣ ଗୀତା ଭାଗବତ ଆଦି ପଢିବା ଦରକାର, ତାଙ୍କ ନାମ ଶୁଣିବା ଦରକାର, ଯାହା ଫଳରେ କି ନିଜକୁ ଭାରତୀୟ କହିବାର ଯୋଗ୍ୟତା ତାଙ୍କ ଭିତରେ ଆସିବା ଦରକାର। ଧନ୍ୟର ମୂଲ୍ୟ କେତେ, ଧନର ମୂଲ୍ୟ କେତେ କମ, ତାହା ସେମାନେ ବୁଝିବା ଦରକାର। ଯେ ଆମେ ସମସ୍ତେ ପିଲାମାନେ ଧନ ଯୋଗାଡରେ, ଧନ ରୋଜଗାରରେ ବ୍ୟସ୍ତ ରହୁଛେ, ବଟ୍ ଏ ଧନର ମୂଲ୍ୟ ଯେ ଆମ ଜୀବନରେ କେତେ କମ। ଜୀବନର ଯୋଉ ଡୁଙ୍କ୍ରୁମ କରଣେ କଥା ଭଜଗୋବିନ୍ଦରେ କୁହାଯାଉଥିଲା, ଏ ଧନ କୌଣସି ସେଇ ସମୟରେ ସାହାଯ୍ୟ କରିବ ନାହିଁ। ଜୀବନ ପଥରେ
ଧନକୁ ମଧ୍ୟ କେମିତି ଖର୍ଚ୍ଚ କରାଯିବା ଦରକାର ତାହା ଆମେ ଜାଣିବା ଦରକାର। ତାହେଲେ କି ପ୍ରକାରର ଧନ କଥା ଭଗବାନ କହୁଛନ୍ତି, କୋଉ ଧନ ରୋଜଗାର ଏବଂ କୋଉ ଧନକୁ କିଭଳି ବ୍ୟୟ କରିବା କଥା। ସେ ପ୍ରକାରର ଧନ ଯାହାକୁ ଚୋର ନେଇପାରିବନି, ଯୋଉ ଧନ ଉପରେ କୌଣସି ଟ୍ୟାକ୍ସ ବସା ଯାଇପାରିବ ନାହିଁ, ସେ ହଉଛି ଜ୍ଞାନ ରୂପକ ଧନ, ଆନନ୍ଦ ରୂପକ ଧନ, ବିଶ୍ୱ ବ୍ରହ୍ମାଣ୍ଡର ଏକତ୍ୱର ଅନୁଭୂତି ଏବଂ ଏ ବ୍ରହ୍ମାଣ୍ଡକୁ ଯୋଉ ଚଳଉଛି ଯୋଉ ଶକ୍ତି, ତାକୁ ଅନୁଭବ କରିବାର ଯୋଉ ଧନ, ତାକୁ ପିଲାମାନେ ରୋଜଗାର କରିବା, ଆମେମାନେ ରୋଜଗାର କରିବା ଏବଂ ପିଲାମାନଙ୍କୁ ରୋଜଗାର କରିବାକୁ ଶିଖେଇବା ଦରକାର। ସ୍ୱାମୀ ଗୋଟେ ଛୋଟ ଉଦାହରଣ ଦେଇଛନ୍ତି ଯାଜ୍ଞବଲ୍କ୍ୟ ଏବଂ ମୈତ୍ରେୟୀଙ୍କ ବିଷୟରେ। ଯାଜ୍ଞବଲ୍କ୍ୟ ଯିଏକି ବହୁତ ଧନୀ ଥିଲେ, ଯେତେବେଳେ ପରିବାର ଛାଡି ସନ୍ନ୍ୟାସ ଗ୍ରହଣ କରି ଜଙ୍ଗଲକୁ ତପସ୍ୟା ପାଇଁ ଯିବା ପାଇଁ ପ୍ରସ୍ତୁତ ହଉଛନ୍ତି, ସେତେବେଳେ ତାଙ୍କର ସମସ୍ତ ସୁନା, ଭୂମି, ଗୋ ଉଭୟ ସ୍ତ୍ରୀଙ୍କ ଭିତରେ ବାଣ୍ଟି ଦେଇଛନ୍ତି। କାତ୍ୟାୟନୀ ଖୁସିରେ ତାକୁ ଗ୍ରହଣ କରିଛନ୍ତି ଏବଂ କଥା ଦେଇଛନ୍ତି, ମୁଁ ଏହାର ଯତ୍ନ ନେବି, ପିଲାମାନଙ୍କର ଯତ୍ନ ନେବି, ସମ୍ପତ୍ତି କେମିତି ବଢିବ ତାକୁ ଲକ୍ଷ୍ୟ କରିବି। ମାତ୍ର ମୈତ୍ରେୟୀ ଗୋଟେ ପ୍ରଶ୍ନ ପଚାରିଛନ୍ତି ଯାଜ୍ଞବଲ୍କ୍ୟଙ୍କୁ, ଯେ ଏଇ ଯୋଉ ସମ୍ପତ୍ତି, ଏଇ ଯୋଉ ସୁନା, ଭୂମି, ଗୋ ମତେ ଆପଣ ଦଉଛନ୍ତି, ଏ ସମ୍ପତ୍ତି ମତେ ଆତ୍ମାନୁସନ୍ଧାନରେ ସାହାଯ୍ୟ କରିବ ତ? ଯୋଉ ଲକ୍ଷ୍ୟ ନେଇକିରି ଆପଣ ଏସବୁ ତ୍ୟାଗ କରିକି ଯାଉଛନ୍ତି, ସେ ଲକ୍ଷ୍ୟ ପୂରଣରେ ଇଏ ମତେ ସମ୍ପତ୍ତି ସାହାଯ୍ୟ କରିବ କି? ସେଇ ପ୍ରକାରର ଧନ ଆମର ଦରକାର, ଯାହା ଏ ଆତ୍ମାନୁସନ୍ଧାନରେ ମତେ ସାହାଯ୍ୟ କରିବ। ସ୍ୱାମୀ କହୁଛନ୍ତି, ତମମାନେ ଦିବ୍ୟ ମଣିଷ, ରାକ୍ଷସ ନୁହଁ। ତେଣୁ ମଣିଷ ଭିତରେ ଏକ ଅତୃପ୍ତ ତୃଷା ଥାଏ, ଅଦମ୍ୟ କ୍ଷୁଧା ଥାଏ, ନେଇକିରି ସେ ଜନ୍ମ ହେଇଥାଏ। କୋଉଥିପାଇଁ? ଆନନ୍ଦ ଲାଭ କରିବା ପାଇଁ। କାରଣ ସେ ଜାଣେ ଏ ଆନନ୍ଦ ଉପଲବ୍ଧ, ମୁଁ ପାଇବି, ଆନନ୍ଦ ନିଶ୍ଚିତ ରୂପେ ଲାଭ କରିପାରିବି। ମାତ୍ର କୋଉଠୁ ମିଳିବ, ସେଇଥିରେ ଟିକେ ହୁଏତ ସେ ରାସ୍ତା ଭୁଲି ଯାଉଛି। ଏ ରାସ୍ତା ଭୁଲିଯିବାର ଗୋଟେ କାରଣ ହଉଛି, ଯେତେବେଳେ ସେ ଜନ୍ମ ହଉଛି, ତା ସ୍ମୃତିକୁ ଲୋପ କରି ଦିଆଯାଉଛି, ବା ସେ ଏକ ଅସ୍ପଷ୍ଟ ସ୍ମୃତି ନେଇକିରି ଆସୁଛି। ସେ ଜାଣୁଛି ମୁଁ ଏ ସାଧାରଣ ମଣିଷ ନୁହଁ, ମୁଁ ବିଶାଳ ସାମ୍ରାଜ୍ୟର ଉତ୍ତରାଧିକାରୀ। ମୁଁ ସାମାନ୍ୟ ଇଏ ଶରୀରର ପିତାମାତା ନୁହଁ, ମୋର ପିତାମାତା ହଉଛନ୍ତି ଦିବ୍ୟ ପିତାମାତା, ମୁଁ ତାଙ୍କର ଉତ୍ତରାଧିକାରୀ। ମାତ୍ର ସେଇ ଯୋଉ ଅନୁଭୂତିକୁ ମୁଁ କେମିତି ଲାଭ କରିବି, ସେ ନ୍ୟାଯ୍ୟ ଦାବିକୁ କିପରି ଉପସ୍ଥାପିତ କରିବି, ତାର ଉପାୟ କଣ ସେ ଖୋଜିବା ପାଇଁ ଚାହୁଁଛି। କିନ୍ତୁ ଏ ଖୋଜିବା ଭିତରେ ହୁଏତ ସେ ବାଟବଣା ହେଇଯାଉଛି, ସେ ହୀରା ବଦଳରେ ଆବର୍ଜନା ସଂଗ୍ରହରେ ବ୍ୟସ୍ତ ହେଇଯାଉଛି। ତା ଭିତରରେ କିଏ ଗୋଟେ ସ୍ୱର ଅଛି, ତାକୁ କହୁଛି, ଆରେ ତୁ ଆବର୍ଜନା ପଛରେ ଦୌଡ଼ିଛୁ। କିନ୍ତୁ ହୁଏତ ସେ ସ୍ୱରକୁ କର୍ଣ୍ଣପାତ କରୁନାହିଁ, ନକରି ସେ ଇତର ଆନନ୍ଦ ପଛରେ, ନିଜ ସ୍ତରର ସୁଖ ପଛରେ ଦୌଡ଼ିବାକୁ ଲାଗିଛି ବୋଲି ସ୍ୱାମୀ କହୁଛି। ଖାଦ୍ୟ ଗୋଟେ ଔଷଧ, କୋଉଥିପାଇଁ? ନା କ୍ଷୁଧା ରୋଗ ପାଇଁ। ମାତ୍ର ଖାଦ୍ୟକୁ ସେ ଔଷଧ ଭାବରେ ଗ୍ରହଣ ନ କରି ଜିହ୍ବାର ଦାସ ହେଇଯାଉଛି। ଫଳରେ ସ୍ୱାମୀ କହୁଛନ୍ତି, ଯେତେବେଳେ ସେ ଓଜନ ମେସିନ ଉପରେ ଠିଆ ହଉଛି, ସେ ଓଜନ ମେସିନ ମଧ୍ୟ ହସୁଛି। ହସିକିରି କହୁଛି, ଆରେ ତୋ ଓଜନକୁ ତୁ ବଢେଇଲେ କଣ ହବ, ତୋ ଶରୀରକୁ ଯେତେ ବଢେଇଲେ ତୁ କଣ ହବ, ମୃତ୍ୟୁ ତତେ ଝାମ୍ପି ଦେବା ପାଇଁ ଅପେକ୍ଷା କରିକି ବସିଛି। ତେଣୁ ସ୍ୱାମୀ କହୁଛନ୍ତି, ଦୃଷ୍ଟିକୁ ବଢାଅ, ଦେହକୁ ନୁହେଁ। ନିର୍ମାତାଙ୍କ ଉପରେ ଏକାଗ୍ର ହୁଅ, ନିର୍ମିତ ଉପରେ ନୁହେଁ। ପୁଣି ସ୍ୱାମୀ କହୁଛନ୍ତି, କଣ ପାଇଁ ମୋର ଏ ଶରୀର ପ୍ରତି ଏତେ ଆସକ୍ତି ବଢି ଯାଉଛି? ସ୍ୱାମୀ ଉଦାହରଣ ଦେଇକିରି କହୁଛନ୍ତି, ତମେ ତ ନିଜ ମୁହଁକୁ ତମେ ଦେଖିପାରୁନା, କିନ୍ତୁ ଯେତେବେଳେ ତମେ ମିରର ଆଗରେ ଠିଆ ହେଇଯାଉଛ, ତମ ଏଇ ରୂପ ପ୍ରତି ଆସକ୍ତି ଆସିଯାଉଛି, ସେ ମୁହଁକୁ ସଜେଇବା ପାଇଁ ତୁମେ ଲାଗିଯାଉଛ। ତେଣୁ ଏଇ ଯୋଉ ଦର୍ପଣଟି ରହିଛି, ଇଏ ଦର୍ପଣ ହଉଛି ପ୍ରକୃତି, ଇଏ ଦର୍ପଣ ହଉଛି ମାୟା, ଇଏ ଦର୍ପଣ ହଉଛି ବିଭିନ୍ନ ନାମ ରୂପ ଯାହା ଆମକୁ ଚାରିପଟେ ଦେଖାଯାଉଛି। ଏବଂ ଏଇ ନାମ ଏବଂ ରୂପ ଭିତରେ ଆମେ ବାନ୍ଧି ହେଇଯାଉଛେ। ତମେ ଯଦି ସେ ଦର୍ପଣଟିକୁ ହଟେଇଦବ, ସେ ମାୟାଟିକୁ ହଟେଇଦବ, କଣ ହବ? ତାହେଲେ ଛବି ରହିବନି। ଛବି ଏବଂ ତମେ ଏକାକାର ହେଇଯିବ ଏବଂ ତମେ ସେତେବେଳେ ଅନୁଭବ କରିବ ଯେ ମୁଁ ଭଗବାନଙ୍କ ଦ୍ୱାରା ଗଠିତ ଏବଂ ମୁଁ ଭଗବାନଙ୍କ ଦ୍ୱାରା ପୂରିତ। ଏ ଅନୁଭବ ଯେତେବେଳେ ତମ ଭିତରେ ଆସିବ, ତମେ ନିଜକୁ ଏ ସାମାନ୍ୟ ଶରୀର ବୋଲି ଭାବିବ ନା। ଏବଂ ଏ ଭାବ ତମକୁ ଚାରିଆଡେ ଯେତେ ଆକାର ଏ ପ୍ରକୃତି ଭିତରେ ତମେ ଦେଖୁଛ, ସ୍ୱାମୀ ଶବ୍ଦ ପ୍ରୟୋଗ କରିଛନ୍ତି, ପ୍ରତ୍ୟେକ ଗନ୍ଧରେ, ପ୍ରତ୍ୟେକ ଶବ୍ଦରେ ତମେ ଭଗବାନଙ୍କୁ ଦେଖିବା ଦରକାର ବା ଦେଖିବାକୁ ଆରମ୍ଭ କରିବ। ତେଣୁ ଏଇ ଅଭ୍ୟାସ ଆମର ଆରମ୍ଭ ହେବା ଦରକାର ବୋଲି ଭଗବାନ କହୁଛନ୍ତି। କିନ୍ତୁ ମଣିଷ ଯେତେବେଳେ ରାସ୍ତା ଭୁଲି ଯାଇକି ଯେତେବେଳେ ତା ଭିତରେ ଟିକେ କିଛି ଘୃଣା ଭାବ ଆସୁଛି, କିଛି କଷ୍ଟ ସେ ଜୀବନରେ ଅନୁଭବ କରୁଛି, ବା ସବୁଠାରୁ ବଡ କଷ୍ଟ ଯାହା ମୃତ୍ୟୁ ପାଖକୁ ଆସୁଛି, ସେତେବେଳେ ତା ଭିତରୁ କିଏ କହୁଛି, ଆରେ ତୁ ରାସ୍ତା ଭୁଲିଗଲୁ ରେ। ତା ଭିତରୁ କିଏ ସ୍ୱର କହୁଛି, ତୁ ଆସିଥିଲୁ କଣ ପାଇଁ? ତୁ ତ ପ୍ରକୃତ ସ୍ୱରୂପକୁ ଜାଣିଲୁନି। ଆରେ ତୁ କାହିଁକି କାନ୍ଦୁଛୁ ମୃତ୍ୟୁକୁ ଦେଖିକିରି? ତୁ ଅମୃତର ସନ୍ତାନ,
ତୁ କାହିଁକି ଏ କଷ୍ଟ ଭୋଗ କରୁଛୁ ବୋଲି ଦୁଃଖରେ ଭାଙ୍ଗି ପଡୁଛୁ? ତୁ ହଉଛୁ ଆନନ୍ଦର ସନ୍ତାନ। ତୋ ଭିତରେ କାହିଁକି ଏ ନେଗେଟିଭ ଭାବନା ଆସୁଛି? ତୁ ହଉଛୁ ପ୍ରେମର ସନ୍ତାନ। ସେ ପ୍ରେମକୁ ବିସ୍ତାରିତ କର, ସେ ଆନନ୍ଦକୁ ବିସ୍ତାରିତ କର, ସେ ଅମୃତତ୍ୱକୁ ଅନୁଭବ କର। ଏବଂ ସେଥିପାଇଁ ଭଗବାନ କହୁଛନ୍ତି ଏ ରହଣୀରେ ନିଜକୁ ଟିକେ ମୂଲ୍ୟାଙ୍କନ କର, ଚିନ୍ତନ କର ଯେ ତମେ ଅମୃତର ସନ୍ତାନ, ତମେ ଆନନ୍ଦର ସନ୍ତାନ, ତମେ ପ୍ରେମର ସନ୍ତାନ। ତମ ଠାରୁ କୋଉ ପ୍ରକାରର ତରଙ୍ଗ ବାହାରିବା ଦରକାର। ଅସୁବିଧା କୋଉଠି ହେଇଯାଉଛି? ସ୍ୱାମୀ ରାବଣର ଉଦାହରଣ ଦେଇଛନ୍ତି। ରାବଣ ପ୍ରଚଣ୍ଡ ସାମ୍ରାଜ୍ୟର ଶାସକ ଥିଲେ, ପ୍ରକାଣ୍ଡ ସାମ୍ରାଜ୍ୟର ଶାସକ ଥିଲେ, ଅକଳନ୍ତି ସମ୍ପତ୍ତିର ମାଲିକ ଥିଲେ। ତାଙ୍କର ଅନୁଶାସନ ବହୁ ଦୂର ପର୍ଯ୍ୟନ୍ତ ପରିବ୍ୟାପ୍ତ ଥିଲା। ସେ ଶାସ୍ତ୍ର ଜ୍ଞାନରେ ପଣ୍ଡିତ ଥିଲେ। ତାଙ୍କର ଯୋଉ 10 ମୁଣ୍ଡ କଥା କୁହାଯାଉଛି, 10 ମୁଣ୍ଡ ହଉଛି 4 ବେଦ ଏବଂ 16 ଶାସ୍ତ୍ରର ପ୍ରତୀକ। ଏତେ ବଡ ପ୍ରଚଣ୍ଡ ଜ୍ଞାନୀ କଣ ହେଲା? ଗୋଟିଏ ଜ୍ଞାନ ତାଙ୍କ ପାଖରେ ନଥିଲା, ସେ ହଉଛି ମୂଲ୍ୟବୋଧର ଜ୍ଞାନ। ଫଳରେ ବୁଦ୍ଧି ତାଙ୍କୁ ଦୁଷ୍କର୍ମ କରିବାକୁ ବତେଇଲା, ରାସ୍ତା ଦେଖେଇଲା। ଫଳରେ ସେଇ ଯୋଉ ମୃତ୍ୟୁବରଣ କଲେ, ସେ କଳଙ୍କର ମୃତ୍ୟୁ ହେଇଗଲା। ଆମେ ଏଠି ଗୋଟେ ଶବ୍ଦ ପ୍ରୟୋଗ କଲେ ଯେ ବୁଦ୍ଧି। ଏତେ ଜ୍ଞାନ ଥାଇକିରି ମଧ୍ୟ ଆମ ପାଖରେ ଆଉ ଗୋଟେ ଏଲିମେଣ୍ଟ ଅଛି, ଆଉ ଗୋଟେ ଟୁଲ ଅଛି, ସେ ହଉଛି ବୁଦ୍ଧି। ଯୋଉ ବୁଦ୍ଧି ଆମକୁ ଦୁଇ ଆଡକୁ ନେଇଯାଇପାରେ। ବୁଦ୍ଧି ଆମକୁ ବନ୍ଧନ ଛିନ୍ନ କରି ମୁକ୍ତି ଦେଇପାରେ, ବା ଏ ବୁଦ୍ଧି ଆମ ଭିତରେ ମାରାତ୍ମକ କ୍ଷତ ସୃଷ୍ଟି କରି ଆମର ପ୍ରାଣ ନେଇଯାଇପାରେ। ସ୍ୱାମୀ ଏହାକୁ ବୁଝିବା ପାଇଁ ଆଉ ଗୋଟେ ଛୋଟିଆ ଉଦାହରଣ ମଧ୍ୟ ଦେଇଛନ୍ତି। ସିଏ ହଉଛି ସୁପର୍ଣ୍ଣଖା ଏବଂ ମନ୍ଥରାଙ୍କର। ସୁପର୍ଣ୍ଣଖା କାମର ପ୍ରତୀକ, ମନ୍ଥରା କ୍ରୋଧର ପ୍ରତୀକ। ଏ ଦୁଇଟି ଯୋଉ ଦୁଷ୍ଟ ଶକ୍ତି, ଏ ଦୁଇଟି ଦୁଷ୍ଟ ଶକ୍ତି ଯଦି ଆପଣ ପୁରା ରାମାୟଣ ଯଦି ଗୋଟେ ଟିଭି ସିରିଏଲ କରିବେ, ଦେଖିବେ ସୁପର୍ଣ୍ଣଖା ପାଇଁ ଗୋଟିଏ ସିନ୍ ରହିବ, ମନ୍ଥରା ପାଇଁ ଗୋଟିଏ ସିନ୍ ରହିବ। ଅର୍ଥାତ୍ ତାଙ୍କର କ୍ଷୁଦ୍ର ଭୂମିକା। ମାତ୍ର ଏ କ୍ଷୁଦ୍ର ଭୂମିକା ଭିତରେ ରାବଣ ଭଳି ଜ୍ଞାନୀ, କୈକେୟୀ ଭଳି ମାତାଙ୍କ ଭିତରେ ଏଭଳି ନକାରାତ୍ମକ ଭାବନା ଭର୍ତ୍ତି କରିଦେଲେ, ଯାହା ଫଳରେ ଜୀବନ ଦୁଃଖମୟ ହେଇଗଲା, ଶୋକମୟ ହେଇଗଲା। ଏଇ ମନକୁ ବିଷାକ୍ତ କରି ଦୁଃଖ ଜନ୍ମେଇବାକୁ ସେମାନେ ମଞ୍ଚ ପ୍ରସ୍ତୁତ କରିଦେଇଥିଲେ। ତ ଇଏ ସୁପର୍ଣ୍ଣଖା ଏବଂ ମନ୍ଥରା ଆମ ସମସ୍ତଙ୍କ ଭିତରେ ଯୋଉମାନେ ଏ ଦୁଇଟି ଶକ୍ତି ରହିଛି, ତାକୁ କିଭଳି ଆମେ ବିନାଶ କରିବା? କାହିଁକି ଆମେ ବିନାଶ କରିପାରୁନେ? ନା ଆମ ଭିତରେ ଏତେ କୁହୁଡି ହେଇଯାଇଛି, ଏଇ ଯୋଉ ପରମ ସତ୍ୟକୁ ଆମେ ଜାଣିପାରୁନେ। ଭଗବାନ କହୁଛନ୍ତି ଏ ପରମ ସତ୍ୟ ଘନ କୁହୁଡି ଭିତରେ କୋଉଠି ଲୁଚି ଯାଇଛି। ଏ କୁହୁଡି କଣ? ଏ କୁହୁଡି ହଉଛି ଅଜ୍ଞାନର କୁହୁଡି ଏବଂ ଅହଙ୍କାର। ଏ ଅଜ୍ଞାନର କୁହୁଡି ଆମକୁ ଈଶ୍ୱରଙ୍କ ଠାରୁ ଦୂରେଇ ନିଏ। ଆମେ ଈଶ୍ୱରଙ୍କୁ ବିଶ୍ୱାସ କରୁନା। ଆଜିର ଅନେକ ଯୁବ ପିଲାମାନେ ଅଛନ୍ତି ଯୋଉମାନେ ଈଶ୍ୱରଙ୍କ କଥା ଶୈଳାକୁ ନାକ ଟେକୁଛନ୍ତି, କାରଣ ଆମେ ସେ ଅଜ୍ଞାନ ଭିତରେ ବୁଡି ଯାଇଛେ। ଦ୍ୱିତୀୟ ହଉଛି ଆମର ଅହଙ୍କାର କଣ କରୁଛି ନା ମତେ ଈଶ୍ୱରଙ୍କ ଠାରୁ ଅଲଗା କରିଦଉଛି। ଅର୍ଥାତ୍ ମୋର ମଧ୍ୟ ଶକ୍ତି ଅଛି, ମୁଁ ବି କିଛି କରିପାରିବି, ଈଶ୍ୱର କଣ କରୁଛନ୍ତି, ଇଏ ଭାବନା ଭିତରକୁ ଆମେ ପଶି ଯାଉଛେ। ତ ଇଏ କୁହୁଡି ଦୂର ହବା ଦରକାର। ଏ ଭେଦ କରି ପରମ ସତ୍ୟକୁ ଆମେ ଜାଣିବା ଦରକାର। ଏବଂ ସେଥିପାଇଁ ମତେ ସେ ଟୁଲ ହିଁ ସାହାଯ୍ୟ କରିବ, ସେ ବୁଦ୍ଧି ହିଁ ସାହାଯ୍ୟ କରିବ ଏ କୁହୁଡିକୁ ଭେଦ କରିବା ପାଇଁ, ମୋର ଜ୍ଞାନକୁ ଦୂର କରିବା ପାଇଁ, ମୋର ଅହଙ୍କାରକୁ ଦୂର କରିକି ସତ୍ୟ ସହିତ ପରିଚିତ କରିବା ପାଇଁ। ସେଥିପାଇଁ ଏ ବୁଦ୍ଧି ସଦ୍ଗୁଣର ଭିତ୍ତିଭୂମି ଉପରେ ଦୃଢ ହେବା ଦରକାର। କିଭଳି ଦୃଢ ହବ? ଏଇଠି ଆମେ ଦୁଇଟି ପଏଣ୍ଟ ଭଗବାନ କହିଛନ୍ତି। ଏଇ ଦୁଇଟି ପଏଣ୍ଟ ସହିତ ଆଜିର ଆଲୋଚନାକୁ ଆମେ ସାରିବା। ତେଣୁ ଭଲ ଭାବରେ ଏ ସୂତ୍ରକୁ ଆମେ ଦେଖିବାକୁ ଚେଷ୍ଟା କରିବା। ଦୁଇଟି କଥା ଆମେ କହିଲେ, ଗୋଟିଏ ହେଲା ମନ୍ଥରା, ଆଉ ଗୋଟିଏ ହେଲା ସୁପର୍ଣ୍ଣଖା। ସୁପର୍ଣ୍ଣଖା ଭାବ ପ୍ରବଣତାର ପ୍ରତୀକ, ମନ୍ଥରା ପ୍ରବୃତ୍ତିର ପ୍ରତୀକ। ଆମର ପ୍ରବୃତ୍ତିକୁ ସେ ଦିଗଦର୍ଶନ ଦଉଛି। ସୋ ଏ ଦୁଇଟିକୁ ମତେ ସଂଯୋଗ କରିବାକୁ ପଡିବ, ମୋର ଭାବ ପ୍ରବଣତାକୁ ଏବଂ ମୋର ପ୍ରବୃତ୍ତିକୁ। ତାକୁ ଯଦି ମୁଁ ସଂଯୋଗ କରିପାରିବି, ତାହା ହିଁ ହଉଛି ଆଧ୍ୟାତ୍ମିକ ଶୃଙ୍ଖଳା, ତାହା ହିଁ ହଉଛି ଯୋଗ, ତାହା ହିଁ ମତେ ବୁଦ୍ଧିକୁ ନିର୍ମଳ କରିବ। କେମିତି କରିବି? ସେଥିପାଇଁ ମଧ୍ୟ ଭଗବାନ ଏଠି ଦୁଇଟି ସୁନ୍ଦର ସୂତ୍ର ଦେଇଛନ୍ତି। ପ୍ରଥମ ସୂତ୍ର ହଉଛି ଭାବ ପ୍ରବଣତାକୁ ସଂଯମ କରିବା ପାଇଁ ହେଲେ ଭାବର ସହ ପୂଜା ଏବଂ ଉପାସନା ଏ ଜୀବନ ପାଇଁ ଅତି ଆବଶ୍ୟକ। ଆକୁ ବୁଝିବା ଦରକାର। ମୁଁ ପୂଜା ଉପାସନା କରୁଛି, ମୁଁ ନାମସ୍ମରଣ କରୁଛି, ଭଜନ କରୁଛି, କିନ୍ତୁ ହୁଏତ ପ୍ରଥମ ଶବ୍ଦଟି ମୋ ତା ସହିତ ମତେ ଯୋଡିବା ଦରକାର, ସେ ହଉଛି ଭାବର ସହ। ଏବଂ ଦ୍ୱିତୀୟ ହଉଛି ସେଇ ଭାବ ଆଉ ଯେତେବେଳେ ଆଉ ଟିକେ ଆଗକୁ ବଢିବ, ଭାବର ସହ କର୍ମ ହେଇଯିବ। ଅର୍ଥାତ୍ ପ୍ରତ୍ୟେକ କର୍ମ ଭଗବାନଙ୍କ ପ୍ରତି ଉତ୍ସର୍ଗୀକୃତ ଏବଂ ଭାବର ସହ ହବା। କେବଳ ଏଇ ଦୁଇଟି ଆକ୍ସନ ପଏଣ୍ଟ ଯଦି ମୁଁ ରାସ୍ତାରେ ମୁଁ ଚାଲିଲା ବେଳେ କରିଦେଇ ପାରିଲି, ତାହେଲେ ମୋର ବୁଦ୍ଧି ପରିଷ୍କାର ହେଇଯିବ, ଇଏ କୁହୁଡି ଉଭେଇଯିବ
ସତ୍ୟ ଉଦ୍ଭାସିତ ହେଇ ଉଠିବ ଭଗବାନ। ଇଏ ଦୁଇଟି କେମିତି ଆମକୁ ସାହାଯ୍ୟ କରୁଛି ଟିକେ ଦେଖିବା। ସ୍ୱାମୀ ମୋତେ ବୁଝେଇଛନ୍ତି ଯେ ଭାବର ସହ ଯେତେବେଳେ ଆମେ ପୂଜା କରିବା କଣ ହବ। ଆମେ ପୂଜା କେମିତି କରୁ, ଆମର ପୂଜା ଆରମ୍ଭ କେମିତି ହୁଏ। ପୂଜା ଆରମ୍ଭରେ ଏକ ପ୍ରତିମା ଆମେ ରଖୁ, ଗୋଟେ ଫଟୋ ବିଗ୍ରହ ରଖୁ, ଅର୍ଥାତ୍ ସେ ବିଗ୍ରହର ଗୋଟେ ରୂପ ଅଛି ଏବଂ ସେ ବିଗ୍ରହର ଗୋଟେ ନାମ ଅଛି, ଏବଂ ଏ ନାମ ଏବଂ ରୂପକୁ ମାଧ୍ୟମ କରିକି ଆମେ ପୂଜା ଆରମ୍ଭ। ଏବଂ ଧୀରେ ଧୀରେ ସ୍ୱାମୀ କହୁଛନ୍ତି କଣ ହବା ଦରକାର ନା ଇଏ ନାମ ଏବଂ ରୂପର ତାତ୍ପର୍ଯ୍ୟ ମୋର ଅନ୍ତଃକରଣରେ ପ୍ରବେଶ କରିବା ଦରକାର। ମୁଁ ଯୋଉ ନାମ ଏବଂ ରୂପକୁ ବାହାରେ ଫଟୋ ଭାବରେ ପ୍ରତିମା ଭାବରେ ପୂଜା କରୁଛି ସିଏ ମୋର ଅନ୍ତଃକରଣରେ ସ୍ଥାନିତ ହବା ଦରକାର। ଯେତେବେଳେ ସେ ମୋ ଅନ୍ତଃକରଣରେ ପ୍ରବେଶ କରିଯିବେ କଣ ହବ ନା ସବୁ ରୂପ ମତେ ତାଙ୍କରି ଭଳିଆ ଦେଖାଯିବ, ସବୁ ନାମ ତାଙ୍କରି ନାମ ଭଳି, ସବୁ ଶବ୍ଦ ତାଙ୍କରି ନାମ ଭଳି ମତେ ଶୁଭିବ। ଯାହା ହୁଏ ତ ହେଇଥିଲା ରାମକୃଷ୍ଣ ପରମହଂସଙ୍କ ଜୀବନରେ। ସେ ଫୁଲଟିକୁ ମଧ୍ୟ ତୋଳିବାକୁ ଯାଉଛନ୍ତି, ସେଥିରେ ମଧ୍ୟ ମାଙ୍କୁ ଦେଖୁଥିଲେ। ସେ ନର୍ତ୍ତକୀ ନୃତ୍ୟ କରୁଛି, ସେ ତାଙ୍କ ଭିତରେ ସେ ମାଙ୍କୁ ଦେଖୁଥିଲେ। ହୁଏତ ହେଇଥିଲା ହିସ୍ଲପଙ୍କ ଜୀବନରେ ଯୁଆଡେ ବି ସେ ଚାହୁଁଥିଲେ ସେ ସାଇ କୃଷ୍ଣଙ୍କୁ ଦର୍ଶନ କରୁଥିଲେ, ସେଇ ନାମ ଭିତରେ ସାଇ ନାମ ଭିତରେ ବୁଡିକି ରହିଥିଲେ। ତେଣୁ ଇଏ ନାମ ରୂପ ଯୋଉ ଆମେ ପ୍ରତିମା ପୂଜା କରୁଛେ ସେ ମୋର ଅନ୍ତଃକରଣରେ ଏଭଳି ସ୍ଥାପିତ ହବା ଦରକାର ଯେ ମତେ ସେ ଚାରିଆଡେ ମୁଁ ଯୁଆଡେ ଚାହିଁବି ସେଇ ରୂପ ସେଇ ନାମ ପ୍ରତିଭାତ ହବା ଦରକାର। ଏବେ ଏବେ ସୁନ୍ଦର ଭାବରେ ସ୍ୱାମୀଙ୍କର ପାଦୁକା ଯାତ୍ରା ହଉଛି ଏବଂ ପାଦୁକା 18 ତାରିଖ ପରେ ଯୋଉ ପୂଜା ହବ 5 ଦିନ ଧରିକିରି ସେ ବିଷୟରେ ଶ୍ରଦ୍ଧେୟ ରମାବଲ୍ଲଭ ଭାଇ ଆମକୁ ବୁଝଉଥିଲେ ଯେ କେମିତି ପୂଜା ହବ। ଏବଂ ସେ କହିଲେ ଯେ ଆମେ ହୁଏତ ବିଭିନ୍ନ ମଣ୍ଡଳ ରହିବ, ଗାୟତ୍ରୀ ମଣ୍ଡଳ, ଗଣେଶ ମଣ୍ଡଳ ସବୁ ରହିବ, କିନ୍ତୁ ଆପଣମାନେ ଗୋଟିଏ ଚିନ୍ତାଧାରାରେ ଯାଆନ୍ତୁ ଯେ ଗାୟତ୍ରୀ କିଏ, ଭଗବାନ ସତ୍ୟ ସାଇ। ଅର୍ଥାତ୍ ଗାୟତ୍ରୀଙ୍କୁ ପୂଜା କରୁଛି ଆପଣ ସତ୍ୟ ସାଇଙ୍କୁ ଦେଖିକି ପୂଜା କରିବେ, ଗଣେଶଙ୍କୁ ପୂଜା କରୁଛନ୍ତି ଆପଣ ସତ୍ୟ ସାଇଙ୍କୁ ଦେଖିକିରି ପୂଜା କରିବେ। ଅର୍ଥାତ୍ ସେଇ ନାମ ରୂପ ମତେ ଚାରିଆଡେ ପ୍ରତିଭାତ ହବା ଦରକାର। କ୍ରମେ କଣ ହବ, କ୍ରମେ ପୂଜକ ନିଜେ ଅନୁଭବ କରିବ ଆରେ ମୋ ଭିତରେ ତ ସିଏ, ମୁଁ ତ ସେଇ ସତ୍ତା, ମୋ ଭିତରେ ତ ସେଇ ଦିବ୍ୟ ଜ୍ୟୋତି। ବର୍ତ୍ତମାନ ହୁଏତ ମତେ ନାମ ରୂପ ହେତୁ ଅଲଗା ଅଲଗା ଦେଖା ଯାଉଛନ୍ତି, କିନ୍ତୁ ମୋ ଭିତରେ ସେଇ ଦିବ୍ୟ ଶକ୍ତି ଅଛନ୍ତି। ମୁଁ ସେ ଦିବ୍ୟ ପ୍ରେମକୁ ନିଜ ଭିତରେ ଅନୁଭବ କରୁଛି, ସେ ଦିବ୍ୟ ଆନନ୍ଦକୁ ମୋ ଭିତରେ ଅନୁଭବ କରୁଛି। ଏବଂ ସ୍ୱାମୀ କହୁଛନ୍ତି ତାହା ହିଁ ତମର ଯାତ୍ରାର ଆରମ୍ଭ, ଜ୍ଞାନ ଯାତ୍ରାର ଆରମ୍ଭ, ଜ୍ଞାନର ଆରମ୍ଭ ମାତ୍ର। ଦ୍ୱିତୀୟ ଯୋଉ ସୂତ୍ରଟି ଭଗବାନ ଦେଲେ ଯେ ଭଗବାନଙ୍କ ପ୍ରତି ଉତ୍ସର୍ଗୀକୃତ ଭାବର କର୍ମ, ସେଇ ଭାବକୁ ମୁଁ କର୍ମ ସହିତ ବର୍ତ୍ତମାନ ଯୋଡ଼ିଲି। କଣ ହବ ଯୋଡ଼ିଲେ ନା କର୍ମ ଯୋଉ କୁପ୍ରଭାବ ପକାଏ ମୋ ଜୀବନ ଭିତରେ ସିଏ ଆଉ ସେ କୁପ୍ରଭାବର କାରଣ ହବନି, ସିଏ ଆଉ ମୋର ବନ୍ଧନର କାରଣ ହବନି। ସ୍ୱାମୀ ଏଠି ବୁଝେଇଛନ୍ତି ଯେ ଭଗବାନଙ୍କ ପ୍ରତି ଉତ୍ସର୍ଗୀକୃତ ଭାବରେ କର୍ମ ମାନେ କଣ ନା ପ୍ରତ୍ୟେକ କର୍ମକୁ ମୁଁ ଭଗବାନଙ୍କର ପୂଜା ଜ୍ଞାନ କରିକି କରିବି। ଇଏ ହିଁ ହଉଛି ଭଗବାନଙ୍କର ପୂଜା। ଏବଂ ତାକୁ ସମସ୍ତ ସାମର୍ଥ୍ୟ କଟେଇ ମୋ ପାଖରେ ଯେତେ ସ୍କିଲ୍ ଅଛି ତାହାକୁ ପ୍ରୟୋଗ କରିକି ସର୍ବୋତ୍କୃଷ୍ଟ ଭାବରେ, କାରଣ ଭଗବାନଙ୍କୁ ସମର୍ପଣ କରୁଛି, ସର୍ବୋତ୍କୃଷ୍ଟ ଭାବରେ ସମର୍ପଣ କରିବି। ଏବଂ ସେ ସମର୍ପଣ କରିସାରିଲା ପରେ ମୋର କର୍ତ୍ତା ଭାବ ରହିବ ନାହିଁ। ତାର ଫଳ ଯାହା ବି ହବ ମୁଁ ତାକୁ ଭଗବାନଙ୍କ ଉପରେ ଛାଡ଼ିଦେବି। ଏ ତିନୋଟି ପଏଣ୍ଟ ଆମେ ପୂରଣ କରିପାରିଲେ ଭଗବାନଙ୍କ ପ୍ରତି ଉତ୍ସର୍ଗୀକୃତ ଭାବର ସହ କର୍ମ ହେଇଗଲା। ଏବଂ ସେଇ କର୍ମ ସ୍ୱାମୀ କହୁଛନ୍ତି ଉପାସନାରେ ପରିଣତ ହେଇଗଲା। ସେ କର୍ମ ହିଁ ଭଗବାନଙ୍କ ପାଖରେ ନୈବେଦ୍ୟ ହେଇଛି। ଟୁ ସମରାଇଜ, ଯାହା ସ୍ୱାମୀ ଆମକୁ ଏଠି କହିଲେ, ଏ ପଥପ୍ରାନ୍ତ ରହଣୀ ସମୟରେ ଆମକୁ ଟିକେ ମନନ କରିବାର ଅଛି ଯେ ଆମେ ବୟସ୍କ ମାନେ ଆମ ଆଚରଣ ମାଧ୍ୟମରେ ନିଦର୍ଶନ ସୃଷ୍ଟି କରୁଛେ ତ ଯାହା ଆମ ପରିବେଶ ଭିତରେ ଅଛନ୍ତି ଭଗବାନ ଦେଇଛନ୍ତି ତାଙ୍କୁ ସଫଳ ଜୀବନର ରହସ୍ୟର ଅସ୍ତ୍ରରେ ଆମେ ସଜ୍ଜିତ କରୁଛେ ତ। ମୋର ବୁଦ୍ଧି ସଦ୍ଗୁଣର ଭିତ୍ତିଭୂମି ଉପରେ ଦୃଢ ତ। ମୁଁ ଯୋଉ ପୂଜା ଉପାସନା କରୁଛି ତାହା ସହିତ ମୋର ଭାବ ଯୁକ୍ତ ହୋଇଛି ତ। ଏବଂ ମୁଁ ଯୋଉ କର୍ମ କରୁଛି ସେ କର୍ମ ଭଗବାନଙ୍କ ପ୍ରତି ଉତ୍ସର୍ଗୀକୃତ ଭାବର ସହ ହେଉଛି ତ। ଏବଂ ଏଇ ସବୁ ଅଭ୍ୟାସ ଭିତରେ ମୁଁ ଯାହା କିଛି ମୋ ପ୍ରକୃତି ଭିତରେ ବିଭିନ୍ନ ଆକାର ଦେଖୁଛି, ବିଭିନ୍ନ ଗନ୍ଧ, ବିଭିନ୍ନ ଶବ୍ଦ, ଏ ସର୍ବତ୍ର ମତେ ଭଗବାନଙ୍କର ସେହି ନାମ ଏବଂ ରୂପ ପ୍ରଦର୍ଶିତ ହଉଛି ତ। ଭଗବାନଙ୍କ ପାଦ ପଦ୍ମରେ ପ୍ରାର୍ଥନା କରିବା, ଭଗବାନ ଆମଠାରୁ ଯାହା ଚାହୁଁଛନ୍ତି ତାହା ଲାଭ କରିବା ପାଇଁ ଆମକୁ ସାହାଯ୍ୟ କରନ୍ତୁ, କୃପା କରନ୍ତୁ। ଆମେ ଆଜି ଏକ ସନ୍ଧିକ୍ଷଣରେ 2025ର ବିଦାୟ ଦେଇ ଏକ ନୂତନ ବର୍ଷକୁ ସ୍ୱାଗତ କରିବା ଏ ପଥ ପ୍ରାନ୍ତରେ ଟିକେ ବିଶ୍ରାମ ନେଇଛେ। ଆଜି ପ୍ରାତଃ ସ୍ମରଣରେ ମନନ କରୁଛେ, ପୁଣି ଭଗବାନଙ୍କୁ ପ୍ରାର୍ଥନା କରିବା ଆସନ୍ତା କାଲିଠାରୁ ଯୋଉ ଏକ ନୂଆ ବର୍ଷ, ନୂଆ ସକାଳର ସୂର୍ଯ୍ୟୋଦୟ ସ୍ୱାମୀ ଆମକୁ ଦେଖେଇବେ
ସ୍ୱାମୀ ଏଇ 1998 ଜାନୁଆରୀ 1 କୋର୍ଟ ମୁଁ ଆପଣଙ୍କ ପାଖରେ ରଖୁଛି। ସ୍ୱାମୀ କହୁଛନ୍ତି, ଆଇ ୱିଶ ୟୁ ଅଲ୍ ଏଭ୍ରି ହାପିନେସ୍ ଆଣ୍ଡ ପ୍ରସ୍ପରିଟି, ଲିଡ୍ ଏ ଲଙ୍ଗ ଲାଇଫ, happy life, peaceful life, loving life, and divine life. Redeem your lives by practicing divine love. ସେ ଦିବ୍ୟ ପ୍ରେମକୁ ଅଭ୍ୟାସ କରି ତମ ଜୀବନର ଲକ୍ଷ୍ୟକୁ ପୂରଣ କର। ତମର ଯାତ୍ରା ମଙ୍ଗଳମୟ ହଉ। ସାଇରାମ। ଓମ୍ ଶ୍ରୀ ସାଇରାମ। ଅନ୍ଧାରର ଅଜ୍ଞାନତାକୁ ଦୂର କରି ଈଶ୍ୱରଙ୍କୁ ଜାଣିବା ହିଁ ମନୁଷ୍ୟର ପରମ ପ୍ରାପ୍ତି। ଆମର ପ୍ରତ୍ୟେକ କର୍ମକୁ ଭଗବାନଙ୍କୁ ଅର୍ପଣ କରିଲେ ସତ୍ୟର ଆଲୋକ ସ୍ୱତଃ ଉଦ୍ଭାସିତ ହେବ। ସଂସାର ଈଶ୍ୱରମୟ ହେବ, ପ୍ରେମମୟ ହେବ। ନିଜକୁ ଈଶ୍ୱରଙ୍କ ପାଖରେ ସମର୍ପଣ କରିବା ହିଁ ମନୁଷ୍ୟତର ସର୍ବଶ୍ରେଷ୍ଠ ଉପଲବ୍ଧି ହୋଇପାରିବ। ଖୁବ ସୁନ୍ଦର ଆଲୋଚନା ମାଧ୍ୟମରେ ଭଗବାନଙ୍କ ସନ୍ଦେଶକୁ ଆମ ନିକଟରେ ପହଞ୍ଚାଇଥିବା ନିମନ୍ତେ ଆପଣଙ୍କୁ କୋଟି କୋଟି କୃତଜ୍ଞତା ଜ୍ଞାପନ କରୁଛି। ଆପଣଙ୍କ ଆଲୋଚନା ଅନୁସାରେ ଭଗବାନଙ୍କ କୃପାରୁ ଆମର ନବବର୍ଷ ଈଶ୍ୱରମୟ ହେଉ। ଆପଣ ପ୍ରେମମୟ ପ୍ରଭୁ ଆପଣଙ୍କ ଉପରେ ଦୟା ଓ କରୁଣାର ପ୍ରେମ ବର୍ଷା ଅହରହ କରୁଥାନ୍ତୁ।